କିନ୍ତୁ ସେ ତାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ। ଆଉ ଭୋଜନର ସମୟ ଉପସ୍ଥିତ ହୁଅନ୍ତେ ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି। କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲା, ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ। ଅନୁରୋଧ କରେ ମୁଁ କ୍ଷମା ପାଇଅଛି ବୋଲି ମନେ କରେ। ଆଉ ଜଣେ କହିଲା, ମୁଁ 5 ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି। ଅନୁରୋଧ କରେ କି ମୁଁ କ୍ଷମା ପାଇଅଛି ବୋଲି ମନେ କର। ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇପାରୁନାହିଁ। ପୁଣି ସେଇ ଦାସ ଆସି ଆପଣା ପ୍ରଭୁଙ୍କୁ ସେଇ ସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା କ୍ରୋଧାନ୍ୱିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ଘେନି ଆସ। ପରେ ସେଇ ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞା ଅନୁସାରେ କରାଯାଇଛି, ତଥାପି ଆହୁରି ସ୍ଥାନ ଅଛି। ସେଥିରେ ପ୍ରଭୁ ସେଇ ଦାସକୁ କହିଲେ, ରାଜଦାଣ୍ଡ ଓ ଗଛ ମୂଳକୁ ଯାଇ ମୋର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ। ତେଣୁ ମୁଁ ତୁମମାନଙ୍କୁ କହୁଅଛି, ସେ ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋର ଭୋଜର ଆସ୍ୱାଦ ପାଇବ ନାହିଁ। ଏହିପରି ଠିକ ଆଉ ଗୋଟେ ଜାଗାରେ ମଧ୍ୟ ଆମେ ଦେଖିବା ଏଇ ଭୋଜି ବିଷୟରେ, ଯୋଉଟା ମାଥ୍ୟୁ 22 ପର୍ବରେ 1ରୁ ଲେଖା ହେଇଛି। ସେଠି ଲେଖାଯାଏ, ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ୍ୟ, ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ। ଆଉ ସେ ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ। ଆମ୍ଭର ହୃଷ୍ଟପୃଷ୍ଟ ପଶୁ ଗୁଡ଼ିକ ମରାଯାଇଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ। ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ। ଆଉ ଅବଶିଷ୍ଟ ଲୋକେ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ। କିନ୍ତୁ ରାଜା କ୍ରୋଧାନ୍ୱିତ ହୋଇ ଆପଣା ସୈନ୍ୟମାନଙ୍କୁ ପ୍ରେରଣ କରି ସେହି ହତ୍ୟାକାରୀ ମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭସ୍ମସାତ କଲେ। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ତୁମାନେ ରାଜଦାଣ୍ଡ ଗୁଡ଼ିକ ଛକେ ଛକେ ଯାଇ ଯେତେ ଲୋକଙ୍କ ସାକ୍ଷାତ ପାଅ, ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। 11 ପଦଟା ମୁଁ ପଢୁଛି, 11-12। କିନ୍ତୁ ରାଜା ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରି ନଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇ ଦିଅ। ଆମମାନେ ଏ ବାକ୍ୟ ମଧ୍ୟକୁ ଯେତେବେଳେ ଯିବା ପୂର୍ବରୁ ଚିନ୍ତା କରୁ, ଗୋଟେ ଭୋଜି କିପରି ଭାବରେ ଜଣେ ପ୍ରସ୍ତୁତ କରେ, ଆୟୋଜନ କରେ, ନିମନ୍ତ୍ରଣ କରେ, ତାହା ଗୋଟେ ସମୟ ସାପେକ୍ଷ ଆଉ ବହୁତ ଗୋଟେ ସମସ୍ୟାର ସମୟ ଥାଏ। ମୋର ସାନ ଝିଅର ବାହାଘର ବେଳେ ମୁଁ ଦେଖିଛି ଅନେକ ଗୁଡ଼ିଏ କାର୍ଡ ଆମର ଘରେ ରହିଗଲା, ଯୋଉଥିରେ ନାମ ଲେଖା ହେଇଛି କିନ୍ତୁ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିଲାନି। ତାର એકમાત્ર କାରଣ, ମୋ ସ୍ୱାମୀ ଏକୁଟିଆ ପୁରା କାମ ସବୁ କରୁଥିଲେ, ସେକେଣ୍ଡ କେହି ହେଲ୍ପ କରିବାକୁ ନଥିଲେ। ଆଉ ଦ୍ୱିତୀୟରେ
ତାଙ୍କର ବନ୍ଧୁ ମାନଙ୍କୁ ସେ ନିଜେ ଡାକିବେ ବୋଲିକି ତାଙ୍କର ଗୋଟେ ଉତ୍ସାହ ସବୁବେଳେ। ବଡ ଝିଅ ବାହାଘର ବେଳେ ବି ଠିକ ସେଇ ଘଟଣା ଘଟିଥିଲା। ଆଉ ସେ ନିଜେ ଯାଇ ଘରେ ଘରେ କାର୍ଡ ଦେଲେ ଆଉ ନିମନ୍ତ୍ରଣ କରି ଆସିଲେ। ଯାହା ଆଉ ଏଇ ଯୋଉ ସମୟ ସାପେକ୍ଷ କାମ, ଏଥିରେ ଜଣଙ୍କ ସାହାଯ୍ୟ ନେବା ନିହାତି ଆବଶ୍ୟକ। ଆଉ ସେଟା ସେ ନେଇ ନଥିବାରୁ ଅନେକ ତାଙ୍କର ବନ୍ଧୁ ମାନେ କାର୍ଡ ନ ପାଇ ରହିଗଲେ। ଆଉ ପରେ ଅଭିମାନରେ କହିଲେ ଆମକୁ ତୁ କେମିତି ଡାକିଲୁନି। କିନ୍ତୁ ଆମେ ଏଠି ଦେଖୁଛୁ ଯେ ଏଇ ଭୋଜକର୍ତ୍ତା ମାନେ ତାଙ୍କର ଦାସ ମାନଙ୍କୁ ପଠେଇ ସମସ୍ତ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ସେଇ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରାଯାଏ ଯୋଉମାନଙ୍କ ସହିତ ସୁସମ୍ପର୍କ ଥାଏ, ଯାହାକୁ ନେଇ ଭୋଜକର୍ତ୍ତା ବା ଗୃହକର୍ତ୍ତା ଆନନ୍ଦ କରିବାକୁ ଚାହାନ୍ତି। ହୁଏତ ତାଙ୍କ ମନରେ ଥାଏ ମୋର ସନ୍ତାନର ବାହାଘର, ମୋର ବନ୍ଧୁ ମାନେ ଆସନ୍ତୁ, ଆମେ ଏକତ୍ର ମିଶି ଆନନ୍ଦ କରିବା। 2 ଦିନ ପୂର୍ବରୁ ଆମେ ସେହିପରି ଗୋଟେ ଭୋଜିକୁ ଆମନ୍ତ୍ରିତ ହେଇଥିଲୁ। ଆମରି ମଧ୍ୟରେ ଜଣେ ନିମନ୍ତ୍ରଣ କର୍ତ୍ତା ଅଛନ୍ତି, ବିନୟ ଭାଇ। ଅବଶ୍ୟ ତାଙ୍କର କୌଣସି ଫଙ୍କସନ ନଥିଲା, କିନ୍ତୁ ତାଙ୍କ ଘରେ ଆତ୍ମିକ ଖାଦ୍ୟ ବଣ୍ଟା ହବାର ଥିଲା। ଆଉ ସେ ଆତ୍ମିକ ଖାଦ୍ୟ ଖାଇବା ଲାଗି ସେ ଆମମାନଙ୍କୁ ସାଦରେ ନିମନ୍ତ୍ରଣ କରିଥିଲେ। ଆମେ ସବୁ ଯାଇଥିଲୁ। ତାଙ୍କର ନିମନ୍ତ୍ରଣ ଆମେ ସମସ୍ତେ ରକ୍ଷା କରିଥିଲୁ। ରାତ୍ରି ସମୟ ତଥାପି ଯାଇଥିଲୁ, ଯେତେ ଜଣ ପରିବାରରେ ଆମେ ଅଛୁ। ଆଉ ଭୋଜକର୍ତ୍ତା ବା ଗୃହକର୍ତ୍ତା ଆତ୍ମିକ ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ଫେରିଲା ବେଳକୁ ଶାରୀରିକ ଖାଦ୍ୟ ମଧ୍ୟ ଆମମାନଙ୍କୁ ପ୍ରଦାନ କରିଥିଲେ। ଉଭୟ ଆମେ ତୃପ୍ତ ହେଇ ଫେରି ଆସିଥିଲୁ। ପ୍ରକୃତରେ ଡାକିବା, ଜଣେ ନିମନ୍ତ୍ରଣ କରିବା ଯେପରି ଗୁରୁତ୍ୱପୂର୍ଣ୍ଣ, ନିମନ୍ତ୍ରଣ ରକ୍ଷା କରିବା ମଧ୍ୟ ଠିକ ସେତିକି ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଆମକୁ ନେଇ ସହଭାଗିତା ମଧ୍ୟକୁ ଯିବାକୁ ଗୃହକର୍ତ୍ତା ଚାହୁଁଛନ୍ତି ଆଉ ନିମନ୍ତ୍ରିତ ଲୋକମାନେ ମଧ୍ୟ ଚାହୁଁଛନ୍ତି, ସେଟା ଗୋଟେ ଅତି ଚମତ୍କାର ସମୟ ହୁଏ ଯେତେବେଳେ ଉଭୟ ମିଳିତ ହୁଅନ୍ତି। ହୁଏତ ଖାଇବା ବଡ ଜିନିଷ ନଥାଏ, କିନ୍ତୁ ପରସ୍ପରର ସହଭାଗିତା ପାଇବା ପାଇଁ ଉପସ୍ଥିତିଟା ବହୁତ ବଡ ଜିନିଷ। ଏଠି ଆମେ ଦେଖୁଛୁ ସେ ଗୃହକର୍ତ୍ତା 14 ପର୍ବରେ ଆପଣ ମାନେ ଦେଖିବେ ସତୀ ପ୍ରେମରେ ଆନ୍ତରିକତା ସହିତ ସେମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ଆଉ 3 ଜଣ 3 ପ୍ରକାର ଉତ୍ତର ଦଉଛନ୍ତି। ଅବଶ୍ୟ ମୁଁ ଆଜି ଯାଏ ବି ବୁଝିପାରେନି ଯେ 14 ପର୍ବ 16 ପଦରେ ଲେଖା ଯାଇଛି, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କଲେ ଆଉ ନିମନ୍ତ୍ରଣ କଲେ, କିନ୍ତୁ ପ୍ରଥମ ଜଣକ କହୁଛନ୍ତି ମୁଁ ଗୋଟେ କ୍ଷେତ କିଣିଛି। ଦ୍ୱିତୀୟ ଜଣକ କହୁଛନ୍ତି ମୁଁ 5 ହଳ ବଳଦ କିଣିଛି, ସେମାନଙ୍କୁ ପରୀକ୍ଷା କରିବାକୁ ଯିବି। ରାତ୍ରି ସମୟର ଭୋଜିରେ ଜଣେ ବ୍ୟକ୍ତି କ୍ଷେତରେ କଣ ଦେଖିବାକୁ ଯାଏ? ରାତ୍ରି ଆପଣ ମାନେ ଜାଣିଛନ୍ତି ଅନ୍ଧକାର, ସେଥିରେ ସେ କ୍ଷେତ କଣ ଦେଖେ? ବା ସେ ରାତିରେ ସେ 5 ହଳ ବଳଦକୁ ନେଇ କିପରି ପରୀକ୍ଷା କରେ? ଏ 2 ଜଣଙ୍କ ବିଷୟ ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରିନି। ଆବସର୍ଡ ବାହାନା ନ ଯିବା ପାଇଁ ଭୋଜି କର୍ତ୍ତା ଡାକିଛନ୍ତି ମାନେ ସେ ଜଣେ ବନ୍ଧୁ ତାଙ୍କର, କିନ୍ତୁ ବନ୍ଧୁକୁ ସେମାନେ ଉପେକ୍ଷା କରୁଛନ୍ତି, ଅପମାନ କରୁଛନ୍ତି। ତାଙ୍କର ବନ୍ଧୁତ୍ୱକୁ ସେମାନେ ସ୍ୱୀକାର କରିବାକୁ ରାଜି ହଉନାହାନ୍ତି। ଅନେକ ସମୟରେ ଶେଷ ବ୍ୟକ୍ତି ବାହା ହେଇଥିଲା, ସେ ଆସିପାରିଲାନି, ତାର କଥା ଅଲଗା। କିନ୍ତୁ ବାହାନାଟା କେତେ ଭୟଙ୍କର ଆପଣ ମାନେ ଦେଖନ୍ତୁ। ଅନ୍ଧାର ରାତିରେ କି କ୍ଷେତ ଦେଖି ଯାଉଛି, କି ହଳ ବଳଦ ଦେଖି ଯାଉଛି। 22 ପଦରେ ବି ଆପଣ ମାନେ ଦେଖିବେ ରାଜାଙ୍କର ସେ ଭୋଜିକୁ
ସେଠି ମଧ୍ୟ 22 ପର୍ବର 5 ପଦରେ ସ୍ପଷ୍ଟ ଭାବରେ ଲେଖାଯାଏ, କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲା। ଲଘୁ ଜ୍ଞାନ। এই ଘଟଣା ଜାଗତିକ ଜୀବନରେ ମଧ୍ୟ ଘଟେ। ହଁ ମ, କିଏ ଗୋଟେ ଯାଉଛି ତା ଭୋଜିକୁ, କଣଟା ସେ ଖାଇବାକୁ ଦବ, ଏଇ ଯୋଉ ଗୋଟେ ଚିନ୍ତା ମୁଁ ବହୁ ଜଣଙ୍କ ମୁଖରେ ଶୁଣିଛି। ସେ ଗୋଟେ କଣ ମତେ ଆପ୍ୟାୟନ କରିବ। ଆପ୍ୟାୟନ ଭୋଜିରେ କଣ ମିଳୁଛି ସେଟା ବଡ ଜିନିଷ ନୁହେଁ। ନିମନ୍ତ୍ରଣଟା କେତେ ଆନ୍ତରିକତାର ସହିତ ହେଇଛି ସେଇଟା ବଡ ଜିନିଷ। ଆଉ ସେଠି ପହଞ୍ଚି ଯୋଉ ସହଭାଗିତା ଦେବାକୁ ହୁଏ ସେଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଦୁଇଟା ଜାଗାରେ ଆମେ ଦେଖୁଛୁ ଯେ ସେଇ ସମାନ ଅବହେଳା ଆଉ ଅବଜ୍ଞା ରହିଯାଇଛି ସେଇ ଭୋଜକର୍ତ୍ତାଙ୍କର ନିମନ୍ତ୍ରଣ ପ୍ରତି। କେବଳ ନିମନ୍ତ୍ରଣ, ତା ସହିତ ସେ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଗୋଟେ ଫାଟ ଆସିଯାଇଛି। ଅବଶ୍ୟ ଯେଉଁମାନେ ବାହାନା କଲେ ସେମାନେ ଜାଣିଥିଲେ ଯେ ଆ ପରବର୍ତ୍ତୀ ଅବସ୍ଥା କଣ ହବ। ଭୋଜକର୍ତ୍ତା ଯେ ଆମ ସହିତ ସମ୍ପର୍କ ତୁଟେଇ ଦେବେ। ମାନେ ଜାଗତିକ ଜୀବନରେ ଏବେ ତ ଏତେଟା ଗୁରୁତ୍ୱ ଦିଆଯାଉନି, କିନ୍ତୁ ପୂର୍ବ କାଳରେ, ମାନେ ବହୁତ ଦିନ ତଳ କଥା କହୁଛି, ଯେତେବେଳେ ସାନ ଥିଲି ଶୁଣୁଥିଲି, ସେ ମୋ ଭୋଜିକୁ ଆସିନି, ତା ସାଙ୍ଗେ ମୋର ସମ୍ପର୍କ ତୁଟିଗଲା, ମୁଁ ଆଉ ତା ସହିତ ସମ୍ପର୍କ ରଖିବିନି, କି ମୁଁ ଏଗେନ୍ ତାର କୌଣସି ଭୋଜିକୁ ଯିବି ନାହିଁ, କି ମୁଁ ତାକୁ ଡାକିବି ନାହିଁ। ଗୋଟେ ସମ୍ପର୍କ ସବୁ ଦିନ ପାଇଁ ଶେଷ ହେଇଯାଉଥିଲା। ଏ ଭୋଜିଟା ଗୋଟେ ବିଶ୍ୱାସ, ଭରସା, ବନ୍ଧୁତାର ଗୋଟେ ବନ୍ଧନ। ବନ୍ଧୁ ପ୍ରତି ଗୋଟେ ସହଭାଗିତା, ସମ୍ପର୍କର ବନ୍ଧନ ସେଟା ଥିଲା। ଏମାନଙ୍କୁ ଯେତେବେଳେ ଏତେ ବଡ ଭୋଜି କରି ଭୋଜକର୍ତ୍ତା ଡାକୁଛନ୍ତି, ଆଉ ସେ ସ୍ପଷ୍ଟ ଭାବରେ 22 ପର୍ବରେ ଆମେ ଦେଖୁଛୁ, ମାଥ୍ୟୁ ସେ ପୁରା ଲିଷ୍ଟ ଦିଆ ହେଇଛି ଭୋଜରେ କଣ କଣ ରନ୍ଧା ଯାଇଛି। ମହାଭୋଜ ସେ ପ୍ରସ୍ତୁତ କରିଛନ୍ତି, ଛୋଟିଆ ମୋଟିଆ ଭୋଜି କରୁନାହାନ୍ତି। କିନ୍ତୁ ବିବାହ ଉତ୍ସବର ଯେମିତି କହନ୍ତି ପୁରା ପ୍ରୋଗ୍ରାମ, ଯେମିତି ଆମର ଏଇ ସେବା ଉପାସନା ପୂର୍ବରୁ ପ୍ରୋଗ୍ରାମ ଆସିଯାଏ, କିଏ କଣ କରିବ, କିଏ କଣ ପଢିବ, ଗାଇବ, ସବୁ କିଛି ଭୋଜକର୍ତ୍ତା ଖବର ଦଉଛନ୍ତି। ଆମର ଏତେ ଏତେ ବୃଷ ମରା ହେଇଛି, ହୃଷ୍ଟପୃଷ୍ଟ ପଶୁ ମାନେ ମରା ଯାଇଛନ୍ତି। ଅର୍ଥାତ୍ ସେ ତାଙ୍କର ବନ୍ଧୁ ମାନଙ୍କ ପ୍ରତି କେତେ ଆଗ୍ରହୀ ଥିଲେ, କେତେ ସେମାନଙ୍କୁ ପ୍ରେମ କରୁଥିଲେ, ଯେମିତି କହନ୍ତି ସାଦରେ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେମାନେ ସେ ଭୋଜରେ ଯୋଗ ଦେବା ଲାଗି ଆସିପାରି ନାହାନ୍ତି। ଆଉ ଯାହା ଫଳରେ ଗୃହକର୍ତ୍ତା ବିରକ୍ତ ହେଇଯାଇଛନ୍ତି। ତାଙ୍କର ଭୋଜ ପ୍ରସ୍ତୁତ, ଭର୍ତ୍ତି ହେଇଛି ଖାଦ୍ୟ, ଖାଇବାକୁ ଲୋକ ନାହାନ୍ତି। ଆଉ ସେତେବେଳେ ସେ କଣ କହୁଛନ୍ତି ତାଙ୍କ ଦାସ ମାନଙ୍କୁ, ତୁମେ ଯାଅ ରାଜଦାଣ୍ଡ, ଛକ, ଯୋଉ ଗଳି, ଯୋଉଠି ଯୋଉଠି ପାଇବ, ଖଞ୍ଜ, ଯୋଉମାନେ ଅନ୍ଧ, ଦରିଦ୍ର, ଯୋଉମାନଙ୍କର ଘର ନାହିଁ, ଯୋଉମାନେ ବାହାରେ ପଡିଛନ୍ତି, ସେଇମାନଙ୍କୁ ଡାକି ଆଣ। ଏଠି ଆମେ ଦେଖୁଛୁ ଯୋଗ୍ୟ ଲୋକକୁ ଡକା ହେଲା ପରେ ଯେତେବେଳେ ସେ ଅଯୋଗ୍ୟ ବିବେଚିତ ହୋଇଯାଏ, ସେତେବେଳେ ତା ସ୍ଥାନରେ ଯୋଉମାନଙ୍କର କୌଣସି ଯୋଗ୍ୟତା ନଥାଏ,
ସେଇମାନଙ୍କୁ ନିମନ୍ତ୍ରଣ କରାଯାଏ। ଅଯୋଗ୍ୟ ଜାଗାରେ ଯୋଗ୍ୟ ମାନଙ୍କୁ ସ୍ଥାପିତ କରାଯାଏ। ଗୃହକର୍ତ୍ତା ଏଠି ବିରକ୍ତ ହେଇ କହୁଛନ୍ତି, ଯାଅ, ମୋର ନିମନ୍ତ୍ରିତ ମାନଙ୍କୁ ମୁଁ ଅଗ୍ରାହ୍ୟ କଲି। ଯୋଉମାନେ ଯୋଗ୍ୟ ନୁହନ୍ତି ବୋଲି ଜଣା ଯାଉଛି ବା ଯୋଉମାନେ ଯୋଗ୍ୟ ନୁହନ୍ତି ସେମାନଙ୍କୁ ଡାକି ଆଣ। ଆମମାନଙ୍କ ଜୀବନରେ ଆମେ ସେ ସୁଯୋଗ, ସେ ସହଭାଗିତା ପାଇବାର ଅନେକ ସୁଯୋଗ ପାଇଛୁ। ବିଶେଷ ଭାବରେ ସହଭାଗିତାର ଆନନ୍ଦ ସେତେବେଳେ ମିଳେ ଯେତେବେଳେ ପ୍ରୋଗ୍ରାମରେ ଥିବା ପ୍ରତ୍ୟେକଟି ଭାଗକୁ, ପ୍ରତ୍ୟେକଟି ଅଂଶକୁ ଆମେ ବିଶ୍ୱସ୍ତ ଭାବରେ ବ୍ୟବହାର କରିଥାଉ। ମୋର ମନେ ଅଛି, ଗତ ବର୍ଷ ମତେ ପାଳି ଦିଆଯାଇଥିଲା, କିନ୍ତୁ ମୁଁ ନିଦ୍ରିତ ଥିଲି। ଯେକୌଣସି କାରଣରୁ ବି ହଉ, କାରଣଟା ବଡ ଜିନିଷ ନୁହେଁ, କିନ୍ତୁ ବଡ ଜିନିଷ ହେଲା ମୁଁ ଠିକ ସମୟରେ ଉଠି ପାରିନଥିଲି। ଆଉ ବିନୟ ଭାଇ ମଧୁସ୍ମିତା ଫୋନ କରି କରି ହାଲିଆ ହେଇଗଲେ। ମୋର ମୋବାଇଲ ସୁଇଚ ଅଫ୍ ହେଇକି ଥୁଆ ହେଇଥିଲା। ପ୍ରକୃତ ମତେ ସେମାନେ ସାଦରେ ନିମନ୍ତ୍ରଣ କରିଥିଲେ ବାକ୍ୟ ଦେବା ଲାଗି, କିନ୍ତୁ ମୁଁ ନିଶ୍ଚିନ୍ତ ଥିଲି, ଗ୍ରହଣ କରି ପାରିନଥିଲି। ଅବଶ୍ୟ ତା ପରଦିନ ମତେ ପୁଣି ବିନୟ ଭାଇ ସୁଯୋଗ ଦେଲେ, କିନ୍ତୁ ପ୍ରକୃତରେ ସୁଯୋଗ ଦେବା କଥା ନୁହେଁ। ମତେ ଯିଏ ଅବହେଳା କରେ ତାକୁ ଦ୍ୱିତୀୟ ଥର ସୁଯୋଗ ମିଳେନି। ଯିଏ ଆଜ୍ଞା ମାନେ, ଯିଏ ଯୀଶୁଙ୍କର କଥା ମାନେ, ସେଇ କେବଳ ସୁଯୋଗ ପାଇବା ଲାଗି ଯୋଗ୍ୟ। ରାଗି ରହି ଅପେକ୍ଷା କରିବାକୁ ପଡିବ। ନିଜର ସବୁ କାମ ବନ୍ଦ କରି ଅପେକ୍ଷା କରିବାକୁ ପଡିବ। ସମ୍ପୂର୍ଣ୍ଣ ଦାୟିତ୍ୱ ବୋଧରେ ଅପେକ୍ଷା କରିବାକୁ ପଡିବ। ଏଠି ଆମେ ଦେଖୁଛୁ ଆଜ୍ଞା ପାଳନ କରେ ସୁଯୋଗ ସୁବିଧା ମିଳିଥାଏ, ଯୋଉଟା ମାଥୁ 25 ପର୍ବ 21 ପଦରେ ଆମେ ଦେଖୁ। ସେଇ ତୋଡ଼ା ଯୋଉମାନଙ୍କୁ ତୋଡ଼ା ଦିଆଯାଇଥିଲା ସେମାନଙ୍କ ସହିତ ଆନନ୍ଦ କରିବା ପାଇଁ ତାଙ୍କର ଗୃହ ସ୍ୱାମୀ ଇଚ୍ଛା କରୁଛନ୍ତି। ସେ କହୁଛନ୍ତି, ଯେତେବେଳେ ତାଙ୍କର ମନ ଲାଖି ବା ତାଙ୍କର ଆଜ୍ଞା ଅନୁସାରେ କାର୍ଯ୍ୟ କରୁଛନ୍ତି, ଗୃହ ମାଲିକ କହୁଛନ୍ତି, ଆନନ୍ଦରେ କହୁଛନ୍ତି, ତୁମ୍ଭେ ଆପଣା 25 ପର୍ବ 21 ପଦର ଶେଷ ଧାଡ଼ିରେ ଲେଖାଯାଏ, ତୁମ୍ଭେ ଆପଣା ପ୍ରଭୁଙ୍କର ଆନନ୍ଦର ସହଭାଗୀ ହୁଅ। ଆନନ୍ଦର ସହଭାଗୀ ହୁଅ, କାରଣ ସେ ଆଜ୍ଞା ପାଳିଥିଲେ। କିନ୍ତୁ ତୃତୀୟ ଦାସ ବିଷୟରେ ଲେଖାଯାଏ, ସେ ତାଙ୍କର ଆଜ୍ଞା ପାଳି ନଥିବାରୁ ସେ ତାଙ୍କୁ ଗାଳି ଦଉଛନ୍ତି ଆଉ କହୁଛନ୍ତି, ଏଇ ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକେଇ ଦିଅ। ସେ ଅବାଧ୍ୟ ହେଇଥିବାରୁ ତାର ମାଲିକର ଆନନ୍ଦରେ ସହଭାଗୀ ହେଇପାରୁନାହିଁ। ତାକୁ ଅନ୍ଧକାରରେ ଫୋପାଡ଼ି ଦିଆଯାଉଛି। ଏଠି ଦୁଇଟି ଭୋଜ ବିଷୟ ଆମେ ଦେଖିଲୁ, ଯେ ଦୁଇଟି ଭୋଜରେ ଉପସ୍ଥିତ ହେଇନାହାନ୍ତି ନିମନ୍ତ୍ରିତ। এই ଆନନ୍ଦରେ ସହଭାଗିତା କଥା ଆମେ ଯେତେବେଳେ ଚିନ୍ତା କରୁ, ସେତେବେଳେ ଲୁକ 15 ପର୍ବରେ ମଧ୍ୟ ସେହିପରି ଆଉ ଜଣଙ୍କ ବିଷୟରେ ଆମେ ଦେଖିବା। ସେ ଲୁକ 15 ପର୍ବରେ ସେଇ ଅପବାୟୀ ପୁତ୍ର ବିଷୟରେ ଲେଖାଯାଇଛି। ଆଉ ସେଠି ମଧ୍ୟ କୁହାଯାଏ ଜଣଙ୍କ ବିଷୟରେ
से बड़ भाई विषय बापा तांकर सान पुओ फेरी आसीथिबारु खुशी रे भोज प्रस्तुत करूचंती, पृष्ठ पृष्ठ बाछुरी मारुचंती, साई पड़िशा को डाकुचंती, घरे आनंद उत्सव बाजा नाच गीत सब चलीची। बड़ भाई आसीची, से शुणुची घरे गोटे उत्सव चलीची। अच्छा जानी जेतल जानी पारची सान पुओ फेरी आसीची बोली बापा एते उत्साह आनंद रे भोजी करचंती, से घर भितर प्रवेश करने को राजी ही नहीं। तो सीधा कहूची मु घर भीतर को जीवी नहीं, कहीं ना जे पड़े जाइथिला ता लगी तुम एटा करूछ, अर्थात मु घर पुओ मो लगी तुम किछि करिनो। जे घर पुओ ता लगी स्पेस अलगा किछि करा जाए नहीं, से सबुर अधिकारी ता निजर अधिकार थिला। बापा ताको डाकी छेड़ी छुआटे कहीं देवे, से निजे तार सबु संपत्तिर अधिकारी, से तार अधिकार को से बुझी पारिनी। से केवल जणे था बापा मते मु एटा नौची मो सांग मान संगे आनंद करी, से बाप पुअर से गभीर संपर्क जना पड़ी था जे प्रकृत रे पुओ होची घरर पुओ पाई परमिशन मागिवार दरकार न थाए, केवल जणे देवाकू पड़े। कारण सांग मान से भोजी करबा किछि खराब काम नथिला तार, किंतु एठी आमे देखुचु तार क्रोध ताकू प्रवेश करबा को बाधा दउची। जो भाई घर छाड़ी पळे गला संपत्ति उड़ेई कि आसीची, हुए तो काली सकाळ मो भागरु से पुनर्बार भाग पाइबो, पुणी मोर अधिकार उपरे से आक्रमण करिबो, एई भय तार होउची। भोजी रे सहभागी हेबाकू आनंद रे सहभागी हेबाकू से चाहू नहीं। ता मन रे केवल गोटे प्रश्न, ई काहे की घर को आसिला, ई काहे की घरे आकू बापा पुरेइले। बापा रे केते अपेक्षा रे थिले पुओटी फेरी आसु, ता बड़ भाई केबे बुझी नथिला। और सेथि पई से तार सुजोग हरेला। ए आनंद उत्सव रे जोग दे आनंद करिवार सुजोग से हरेई देला। से रहिला घर बाहरे रहितिबा पुओटी नुआ लुगा पिंदी सोना मुदी पिंदी घरे बसिची, किंतु मिथ्या राग अहंकार तारी उपरे विश्वास करिबा ताकू प्रथम स्थान दे बड़ पुओ बाहरे रही जाउची। से गोटे से घरर पुओ हेले मध्य गोटे गुलाम रो जगह को बा गोटे दास परी जे भोजीर बाहरे अछि। भोजीर गोटे जागा गोटे आसन ता पई हुए तो बापा ताकू डाहण पाखरे बसई थांते, ई मो बड़ पुओ ई मते केबे मध्य अस्वीकार करिनी, सबु बेले मोर सेवा करे, आ ये मोर सान पुओ। किंतु से सुजोग बड़ पुओ देइनी, और से चमत्कार सुजोग से संपूर्ण रूपे अवहेला करी संपूर्ण रूपे अवज्ञा करिछि, जोथि पई बाहरे रही जाइछि। हमने देखिलु जेतबेले हमकू स्पिरिचुअली निमंत्रण करा जाए, सेतबेले हमें से निमंत्रण को केते दूर ग्रहण करू। यीशु ए जो दीटी जेतिकी कहानी कहिले तांकर संपूर्ण जेतिकी जगारे मु पढ़िली, प्रत्येकटी जगारे यीशु सेई मान को पई मेसेज दउचंती जो माने तांकर निरूपित पथरे बा तांकर आह्वान रे तांकर निमंत्रण रे भरोसा करू नाहंती, विश्वास करू नाहंती, को अवज्ञा करूचंती। सेमान को से बुझेई देबा को चाहूतिले जे तुमे माने जो सुंदर सुजोग पाइबा को जाउचो, से सुजोग को अवहेला करो नहीं।
स्वर्ग राज्य एपरी गोटे शांतिर आनंदर स्थान जोठी मोर वाक्य शुणी जदि तुमने ग्रहण करिबो ताहेले सेठा तुमे मो सहित भोजन करने सुजोग पाइब। जो माने भाविले जे जीशु जने साधारण लोक बढ़ईर पुओ से माने तांको विश्वास करि पारलेनी कारण से विषयटी विशेष भाव रे बुझाई देइथिले जे तुमे माने जदि मो कथा मानी मो शिष्य हब जदि तुम मो आह्वान आहूत हो मो पछरे आसीब ताहले तुमे मो सहित भोजन करिब। 22 पर्व लुका 22 पर्व 30 पदरे जीशु तांको शिष्य मान को कहउचंती जेपरि तुमने मोर राज्य रे मो मेजरे भोजन पान करिब पुणी सिंहासन उपवेशन करी दुईटी विषय एठी अछि। जीशु कहउचंती तुमे माने मो सहित मोर राज्य रे मो सहित भोजन करिब आ मो सहित सिंहासन रे मध्य उपवेशन करिब। केते चमत्कार आह्वान आमानक पई एते सुंदर आह्वान दिया जाइछि जे तुमे जदि मो पछरे आसीबो तुमानकु मध्य से सुंदर सुजोग दिया जिवो। तुमाने मध्य मो सहित भोजन रे बसी भोजन पान करिबो स्वर्गर सुख एंजॉय करिबो। आमाने ता केते दूर से आह्वान को सुनी ग्रहण करुचु। रोमी 11 पर्वरे गोटे विषय दिया जाए आपण माने पछे देखी देबे 16 पदरु आपण माने देखिबे जेठारे लेखा जाइछि किंतु जदि केतक शाखा उच्छिन्न होला और तुमे बन्य जित वृक्षर शाखा हेले सेई सब मध्यरे उत्तम कलम करा गल। एठी आमे देखु जे जेते बेले उत्तम लोक उत्तम भाव शिक्षा पाई मध्य एठी मनोनीत ईश्वर तांकर मनोनीत लोक मान विषय रे जहा करिथिले ताकु पाउल एठार उद्धृत करूचंती जे जेते बेले तांकर मनोनीत जाति तांको अग्राह्य कला सेते बेले वन्य जित वृक्षर शाखा मध्य आनी सेई उत्तम गछरे रोपण करा गला। से 17 पद शेष अंश रे लिखा जाए किंतु जदि केतक शाखा उच्छिन्न होला और तुमे वन्य जित वृक्षर शाखा हेले से सब मध्य कलम करागल पुणी सेमानक सहित जित वृक्ष मूलर रसर अंशी हेल। केवल रोपण करा जीवन मो प्रिय माने से जो रसर मध्य से अंशी हेले आज आमाने देखुचु ईश्वरंकर मनोनीत वंश अग्राह्य करिबारु आमाने जे वन्य जित वृक्ष परि हेले मध्य आमे कोठी कोठी पढ़िथिलु जो माने वंशधर नहेले मध्य आमे से भोजन रे बसिबार सुजोग पाइछु। विजातीय हेले मध्य आमानकु से सुजोग दिया जाइछि आमाने जीशु का शिष्य हेबा लगी निज निजर आत्मिक जीवन रे परिवर्तन आनिचु आमे जीशु को विश्वास करिचु तांकर से भोज को आमाने स्वीकार करिचु से निमंत्रण को रक्षा करिचु। जदि आमे निमंत्रण को रक्षा करचु ताहले आमाने निश्चय से भोजरे उपस्थित हबा पई योग्य विवेचित होइचु।
କିନ୍ତୁ ମୋ ପ୍ରିୟ ମାନେ ଯେତେବେଳେ ଭୋଜକର୍ତ୍ତା ଆସିକିରି ଯେତେବେଳେ ଦାସ ମାନେ କହୁଛନ୍ତି ଯେ ଭୋଜନ ଗୃହରେ ଅନିମନ୍ତ୍ରିତ ଅଯୋଗ୍ୟ ଗଳି କନ୍ଦି ଗଛମୂଳ ଛକ ସେଇ ସବୁ ଜାଗାରୁ ଆପଣଙ୍କ ଆଜ୍ଞା ଅନୁସାରେ ଆମେ ସେ ଦରିଦ୍ର ଖଞ୍ଜ ଭିକାରୀ ମାନଙ୍କୁ ଆଣି ଭର୍ତ୍ତି କରିଛୁ। ସେତେବେଳେ ଭୋଜକର୍ତ୍ତା ଆସୁଛନ୍ତି ସେ ଭୋଜରେ ବସିଥିବା ଅଭ୍ୟାଗତ ମାନଙ୍କୁ ଦେଖିବା ଲାଗି। ଆଉ ଆମମାନେ ସେଇ ବିଷୟରେ ମାଥ୍ୟୁ 22 ପର୍ବ 11 ପଦରୁ ଦେଖୁଛୁ। ଏଠି ଆମେ ଦେଖୁଛୁ ଗୋଟେ ଡ୍ରେସ କୋଡ ଦିଆହେଇଛି। ସ୍ୱର୍ଗର ରାଜାଙ୍କର ପୁତ୍ରର ବିବାହ ଭୋଜିରେ ଯୋଉମାନେ ଭିତରେ ପ୍ରବେଶ କରିବେ ସମସ୍ତଙ୍କ ଲାଗି ବିବାହ ଭୋଜର ପ୍ରବେଶ ଲାଗି ବିବାହ ବସ୍ତ୍ର ମଧ୍ୟ ନିରୂପଣ କରାଯାଇଛି। ଆଉ ଏଠି ଯେତେବେଳେ ଗୃହକର୍ତ୍ତା ଆସିକିରି ଭୋଜନଶାଳା ପରିଦର୍ଶନ କରୁଛନ୍ତି, ଡାଇନିଂ ଟେବୁଲରେ ଯୋଉମାନେ ବସିଛନ୍ତି ଖାଇବା ପାଇଁ ସେମାନଙ୍କ ଭିତରୁ ସେ ଜଣକୁ ଧରୁଛନ୍ତି ଆଉ ତାକୁ ପଚାରୁଛନ୍ତି 12 ପଦରେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ସମସ୍ତଙ୍କୁ ଦେଖନ୍ତୁ ସାଦରେ ନିମନ୍ତ୍ରଣ କରାଗଲା। ଯେତେ ଜାଗାରେ ଅଯୋଗ୍ୟ ଅନିମନ୍ତ୍ରିତ ଥିଲେ ତାଙ୍କୁ ସାଦରେ ଆଣି ଗୃହକର୍ତ୍ତା ସେ ଚମତ୍କାର ଡାଇନିଂ ହଲରେ ଡାଇନିଂ ଟେବୁଲରେ ବସଉଛନ୍ତି। ତାଙ୍କ ଲାଗି ପରିଷ୍କାର ବିବାହ ବସ୍ତ୍ର ମଧ୍ୟ ସେ ଦଉଛନ୍ତି, ଯେପରି କୌଣସି ଲୋକ ମଳିନ ବସ୍ତ୍ର ପିନ୍ଧି ସେ ଟେବୁଲରେ ନ ବସେ। କାରଣ ତାଙ୍କର ପୁଅର ବାହାଘର ଆଉ ଗୋଟେ ବିରାଟ ଆୟୋଜନ ହେଇଛି। ଗଣ୍ୟମାନ୍ୟ ଲୋକମାନେ ମଧ୍ୟ ଅଛନ୍ତି। କେବଳ ଯେ ଗଳି ଆଉ ଛକରୁ ଆସିଥିବା ଲୋକ ନେଇ, ତାଙ୍କର ଆହୁରି କିଛି ଲୋକ ଥିବେ ଯୋଉମାନେ ନିମନ୍ତ୍ରିତ। ସମସ୍ତଙ୍କ ଆଗରେ ଦେଖାଯିବା ପାଇଁ ସୁନ୍ଦର ବସ୍ତ୍ର ଦିଆଯାଇଛି, କିନ୍ତୁ ଜଣେ ତାକୁ ଅଗ୍ରାହ୍ୟ କରିଛି। ଆଉ ତାର ପରିଣତି ହଉଛି ତାକୁ ଗୃହକର୍ତ୍ତା କହୁଛନ୍ତି ସେ ମୋର ଦେଇଥିବା ସୁନ୍ଦର ଶୁକ୍ଳ ବସ୍ତ୍ରକୁ ଅବଜ୍ଞା କରିଛି, ଅଗ୍ରାହ୍ୟ କରିଛି। ତାକୁ ଟେବୁଲରୁ ଉଠେଇ ବାହାରକୁ ନେଇଯାଅ, କି ମୋର ଭୋଜି ଖାଇବା ଲାଗି ଯୋଗ୍ୟ ନୁହେଁ। ଯୋଗ୍ୟତା ହେଲା ନିମନ୍ତ୍ରଣ ପାଇଛୁ, ସାଦରେ ଗ୍ରହଣ କରିବା ଆମର କର୍ତ୍ତବ୍ୟ। ଠିକ ସମୟରେ ଯାଇ ଭୋଜନରେ ବସିବା। ଯୋଉ ବସ୍ତ୍ର ଯଦି ଡ୍ରେସ କୋଡ ଅଛି ତାକୁ ପରିଧାନ କରିବା, ତେବେ ଯାଇ ଆମମାନେ ସେ ଭୋଜନରେ ବସିପାରିବା। ପ୍ରକାଶିତ 19 ପର୍ବରେ ଆମମାନେ ଦେଖୁ ସେଇ ଭୋଜର ଗୋଟେ ସୁନ୍ଦର ବର୍ଣ୍ଣନା ରହିଛି। ସେଠି 19 ପର୍ବରେ 7 ପଦରେ ଲେଖାଯାଏ, ଆସ ଆମମାନେ ଆନନ୍ଦ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷ ଶାବକଙ୍କର ବିବାହର ସମୟ ଉପସ୍ଥିତ। ଏଇ ଯୋଉ ବିବାହ ଭୋଜି 9 ପଦରେ ଲେଖାଯାଏ, ସେତେବେଳେ ସେ ମତେ କହିଲେ, ଦେଖ ଯେଉଁମାନେ ମେଷ ଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ସେ ବିବାହ ଭୋଜିରେ ଆମମାନଙ୍କୁ ମଧ୍ୟ ପ୍ରିୟମାନେ ନିମନ୍ତ୍ରଣ କରାଯାଇଛି। ଆମମାନେ ମଧ୍ୟ ଯୋଗ୍ୟ ବିବେଚିତ ହେଇଛୁ। ଯୀଶୁଙ୍କ ନାମରେ ଯୋଉଦିନ ଆମେ ବିଶ୍ୱାସ କଲୁ, ନିଜ ଜୀବନର ପରିତ୍ରାଣକର୍ତ୍ତା ଭାବେ ଗ୍ରହଣ କଲୁ, ସେଇଦିନ ସେଇ ପୁତ୍ରଙ୍କ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ମେଷ ଶାବକ, ଯାହାର ବିବାହ ଭୋଜିକୁ ଆମକୁ ଉପସ୍ଥିତ ହେବା ଲାଗି ସେଇଦିନ ନିମନ୍ତ୍ରଣ କରାଯାଇଛି। ମୋର ପ୍ରିୟ ମାନେ, ମୋ ପୁତ୍ରର ବିବାହ ଭୋଜିକୁ ତୁମମାନେ ଆସିବ, ନିମନ୍ତ୍ରିତ ତୁମମାନେ। ଉପଯୁକ୍ତ ସମୟରେ ତୁମ ଲାଗି ବସ୍ତ୍ରର ବ୍ୟବସ୍ଥା ମଧ୍ୟ ମୁଁ କରିଛି। ଆମମାନେ ଆଜି ହୁଏତ ପରିତ୍ରାଣ ପାଇଛୁ ବୋଲି କହୁଛୁ, ଡୁବନ ହେଇଛୁ,
ତାଙ୍କୁ ଗ୍ରହଣ କରିଛୁ, ନିମନ୍ତ୍ରିତ ଆମେ ଆମମାନେ କେତେ ଦୂର ଆଜି ପ୍ରସ୍ତୁତ ସେଇ ମହାଭୋଜରେ ଅଂଶ ଗ୍ରହଣ କରିବାକୁ। ଆମ ଲାଗି ବସ୍ତ୍ର ମଧ୍ୟ ଦିଆଯାଇଛି। ଆପଣ ମାନେ ଦେଖିବେ ଗାଲାତି 3 ପର୍ବ 26 ପଦରେ ଲେଖାଯାଏ, 27 ପଦରେ, ଯେଣୁ ତୁମମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ଆମେ କଣ ଯୀଶୁଙ୍କୁ ପରିଧାନ କରିଛୁ କି? ଏଠାରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ତୁମମାନେ ଯଦି ତାଙ୍କ ନାମରେ ବାପ୍ତିଜିତ ହେଇଛ, ତାହେଲେ ତୁମେ ତାଙ୍କୁ ପରିଧାନ କରିଛ। ଏଫେସୀ 4 ପର୍ବ 24 ପଦରେ ଲେଖାଯାଏ, ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଧାର୍ମିକତା ଆଉ ସତ୍ୟର ପବିତ୍ରତାର ବସ୍ତ୍ର ଆମକୁ ପରିଧାନ କରିବା ଲାଗି ଦିଆଯାଇଛି। ଆଉ ଏଇ ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। କଲୋସୀ 3:14। ସେଇ କଲୋସ 3 ପର୍ବ 12 ପଦରେ ଲେଖାଯାଏ, ଯାହାକି ଆମେ ପଢୁ ଗାଲାତି 5 ପର୍ବ 22-23 ପଦରେ, ସେଇ ଗୁଣ ଗୁଡିକ ପରିଧାନ କରିବା ଲାଗି ଏଠାରେ ଆମକୁ ଲେଖାଯାଇଛି। ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ପରିଧାନ କର। ଆମମାନଙ୍କ ପାଇଁ ଡ୍ରେସ୍ କୋଡ୍ ରଖାଯାଇଛି। ସେହିପରି ରୋମୀ 13 ପର୍ବରେ ମଧ୍ୟ ଲେଖାଯାଏ, 13 ପର୍ବ 14 ପଦରେ, ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମମାନେ ବସ୍ତ୍ର ରୂପେ ପରିଧାନ କର। ଆମମାନଙ୍କ ପାଇଁ ଡ୍ରେସ୍ କୋଡ୍ ଦିଆ ହେଇଛି। ପରିତ୍ରାଣର ବସ୍ତ୍ର ମଧ୍ୟ ଆମ ପାଇଁ ରଖାଯାଇଛି। ଦିଶା 61 ପର୍ବ 10 ପଦର ଶେଷ ଧାଡ଼ିରେ ଲେଖାଯାଏ, ଯେପରି ସେ ପରିତ୍ରାଣ ବସ୍ତ୍ରରେ ମତେ ବସ୍ତ୍ରାନ୍ୱିତ କରନ୍ତି ଓ ଧର୍ମ ରୂପ ରାଜବସ୍ତ୍ରରେ ମତେ ଆଚ୍ଛାଦନ କରନ୍ତି। ମୋ ପ୍ରିୟମାନେ, ଆମମାନଙ୍କ ପାଇଁ ଡ୍ରେସ୍ କୋଡ୍ ପ୍ରସ୍ତୁତ ଅଛି। ଭୋଜ ପ୍ରସ୍ତୁତ ହେଇ ସାରିଛି। ଡାଇନିଂ ଟେବୁଲରେ ପ୍ଲେଟ୍ ଲଗା ସରିଛି। ଖାଦ୍ୟ ବଢା ହେବା ପାଇଁ ଅପେକ୍ଷାରେ ଅଛି। ଆମମାନେ ବା ଯୋଉମାନେ ଆହ୍ୱାନ ପାଇଛୁ, ଯୋଉମାନେ ସେଇ ନିମନ୍ତ୍ରିତ ଅତିଥି ମାନଙ୍କର ସହିତ ଅଂଶୀ ହେବା ଲାଗି ଯୋଗ୍ୟ ବିବେଚିତ ହେଇଛୁ, ଆମମାନେ ଆଜି କେତେ ଦୂର ନିଜକୁ ପ୍ରସ୍ତୁତ କରି ରଖିଛୁ ଯେ ସମୟ ହେଲା କ୍ଷଣି ଯୋଉ ତାରିଖରେ ଭୋଜି ନିମନ୍ତ୍ରଣ ପତ୍ର ଦେଖି ଆମେ କଣ ସେଇ ଭୋଜକର୍ତ୍ତାଙ୍କ ଗୃହରେ ଉପସ୍ଥିତ ହେବା ଲାଗି ପ୍ରସ୍ତୁତ ଅଛୁ, ନା ବାହାନା କରୁଛୁ ଯେ ପ୍ରଭୁ ମୋର ବହୁତ କାମ, ମୁଁ ଅବି ତୁମର ନିମନ୍ତ୍ରଣ ରକ୍ଷା କରିପାରୁନି। ଯଦି ଯାଉଛୁ, ଆମମାନଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତ କରି ରଖାଯାଇଛି। ବିବାହ ବସ୍ତ୍ର, ସେ ଶୁକ୍ଳ ବସ୍ତ୍ର ଆମମାନଙ୍କୁ ପରିଧାନ କରିବାକୁ ହବ, ଯୋଉଟା ଆମମାନଙ୍କ ପାଇଁ ଈଶ୍ୱର ରଖିଛନ୍ତି। ସେ ଶୁକ୍ଳ ବସ୍ତ୍ର ପରିଧାନ କରିବାକୁ ପଡିବ। ସେ ପବିତ୍ର ବସ୍ତ୍ର ପିନ୍ଧିଲା ପରେ ଯାଇ ଆମମାନେ ସେଇ ମେଜର ଖାଦ୍ୟର ଅଂଶୀ ହେଇପାରିବା। ହୁଏତ ମେଜ ଖାଇବା ଲାଗି ଆମେ ଡାଇନିଂ ହଲରେ ପଶି ବି ଯିବା, କିନ୍ତୁ ଯଦି ଆମ ଦେହରେ ସେ ପବିତ୍ରତାର ବସ୍ତ୍ର ନାହିଁ, ତାହେଲେ ଆମକୁ ବାହାର କରି ଦିଆଯିବ। ନିମନ୍ତ୍ରଣ ରକ୍ଷା କରିବାକୁ ପଡିବ, ପ୍ରସ୍ତୁତ ହେଇ ଯିବାକୁ ପଡିବ। ପରିତ୍ରାଣ ରୂପ ପବିତ୍ରତାର ସେ ଯୋଉ ବସ୍ତ୍ର ବା ସେ ଯୋଉ ଭୋଜକର୍ତ୍ତା
ଆମ ପାଇଁ ରଖିଛନ୍ତି ତାକୁ ପରିଧାନ କରିବାକୁ ପଡିବ। ତେବେ ଯାଇ ଆମେ ସେଇ ଟେବୁଲରେ ବସି ପାରିବା ଆଉ ସେଇ ଖାଦ୍ୟର ଅଂଶୀ ହେଇ ସେ ନିମନ୍ତ୍ରଣ କର୍ତ୍ତାଙ୍କ ସହିତ ଆନନ୍ଦ କରିପାରିବା। ତେବେ ବାକ୍ୟ କହେ ବହୁତ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଆମମାନେ କେତେ ଲୋକ ନିମନ୍ତ୍ରିତ ହେଇଛୁ, ସମସ୍ତଙ୍କୁ ଡକା ଯାଉଛି, କିନ୍ତୁ ବାକ୍ୟ କହେ ଯେ ଯୀଶୁ କହିଲେ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଆଉ ଶେଷରେ ଆମେ ଦେଖୁଛୁ ପ୍ରଥମ ଲୋକ ଡକା ହେଇ ଆସିଲେ କିନ୍ତୁ ସେମାନେ ପହଞ୍ଚି ପାରିଲେନି, ପଶି ପାରିଲେନି। ପଶିବା ଲୋକ ମଧ୍ୟ ଅଯୋଗ୍ୟ ବିବେଚିତ ହଉଛି। ତେଣୁ ବାକ୍ୟରେ ଲେଖାଯାଏ ଶେଷ ଲୋକ ଆଗ ହେବେ, ଯୋଉଟା ମାଥ୍ୟୁ 20 ପର୍ବ 16 ପଦରେ ଲେଖାଯାଏ ଯେ ଯୋଉମାନେ ପ୍ରଥମ ଲୋକମାନେ ହୁଏତ ଯୋଉ ଉତ୍ସାହରେ ଯୋଉ ବିଶେଷ ନିମନ୍ତ୍ରଣରେ ନିମନ୍ତ୍ରିତ ସେମାନେ ପଶି ପାରିବେନି, କିନ୍ତୁ ଯୋଉମାନେ ଶେଷରେ ଡକା ହେଇଥିବେ ସେଇମାନେ ଉତ୍ସାହର ସହିତ ଯିବେ ଆଉ ସେ ଭୋଜର ଅଂଶୀ ହେଇ ପ୍ରଭୁଙ୍କ ସହିତ ସେଇ ଗୃହକର୍ତ୍ତା ବା ପ୍ରଭୁଙ୍କ ସହିତ ଆନନ୍ଦ କରିବାର ସୁଯୋଗ ପାଇବେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତେ ନିମନ୍ତ୍ରିତ, ଡ୍ରେସ କୋଡ ଦିଆଯାଇଛି, ଭୋଜ ପ୍ରସ୍ତୁତ, ପୃଷ୍ଠ ପଶୁ ମରା ଯାଇ ଭୋଜନ ରେଡି। ଆମେ ପହଞ୍ଚିଲେ ଭୋଜନ ବଢା ହବ। ବିବାହ ମଧ୍ୟ ପୁରା ଶେଷ ଭାଗରେ ପହଞ୍ଚି ଯାଇଛି। ମେଷ ଶାବକଙ୍କ ବାହାଘର ପିତା ଅପେକ୍ଷା କରିଛନ୍ତି କେତେବେଳେ ମୋର ନିମନ୍ତ୍ରିତ ମାନେ ଆସିବେ, ଭୋଜ ଗୃହ ପୂର୍ଣ୍ଣ ହବ ଆଉ ମୁଁ ସେମାନଙ୍କ ସହିତ ଆନନ୍ଦ କରିବି ଆଉ ସେମାନେ ମୋ ସହିତ ଆନନ୍ଦ କରିବେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଚେଷ୍ଟା କରୁ ଯେପରି ସେଇ ବିବାହ ଭୋଜରେ ଅଂଶୀ ହେଇପାରିବା ଆଉ ସେ ବିବାହ ଭୋଜକୁ ଏନ୍ଜୟ କରିପାରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଟିକେ ଅଧିକା ସମୟ ନେଇ ଜଲ୍ଦି କ୍ଷମା କରିବେ।